କରିଛି ସେ କହିଲେ ମୁଁ ପ୍ରାୟ 6-7 ଥର ତହସିଲଦାର ଥିଲି ବୋଲି କହିଲେ 6-7 ତହସିଲଦାର ବୋଲି କେମିତି ହେବ ଡାବୁ ଗଣି ହେବ ନାହିଁ ଜମି କିଣି ଗଣି ହେବ ନାହିଁ ଏତିକି କରିବା କଥା ସେ କହିଲେ ଆଜ୍ଞା ମୋର ଜୀବନ କାଳରେ ମୁଁ ଟଙ୍କାଟି ବି ଲାଞ୍ଚ ନେଇ ନାହିଁ ବୋଲି କହିଲେ ଯାହା ଦରମା ମିଳିଛି ତାହିଁରେ ମୁଁ ଚଳିଛି ଭାବି ଦେଖନ୍ତୁ ମୁଁ ବସିକରି ଭାବିଲି ଆଜି ମଧ୍ୟ ଦାନିଏଲ ବଞ୍ଚିଛନ୍ତି ନାଇଁ କି ଦାନିଏଲ ପରା ଲୋକ ଆଜି ବି ବଞ୍ଚିଛନ୍ତି ଯେ ଲାଞ୍ଚ ନେଇ ନାହାନ୍ତି ଯେ ଅସାଧୁ କାମ କରିନାହାନ୍ତି ଯେ ଭୁଲ କାମ କରିନାହାନ୍ତି ଉପାର୍ଜନରେ ସନ୍ତୁଷ୍ଟ ହୋଇ ରହିଛନ୍ତି ମୋର ପ୍ରିୟ ଭାଇ ଭଉଣୀ ମାନେ ଆଜି କଣ ହଉଛି କୁକର୍ମ ବିରୁଦ୍ଧରେ ଦଣ୍ଡ ଆସୁନାହିଁ ଯଦି ମଦ ପିଇଲା ବେଲେ ରକ୍ତ ବାନ୍ତି 4-5ଟା ଫାପଡ଼ି ହେଇଯାଇତେ ବୋଲେ ବାକି ମଦୁଆ ମାନେ ପୁଚାଙ୍ଗ ପୁଚାଙ୍ଗ ହେତେ କି ନାହିଁ ହେଇଥାନ୍ତେ ଫୋନ ଆସିଥାନ୍ତା ହେଠି ଜୟପୁରରେ ନାଇଁ କି 50 ଲୋକ ସାପା ଆଉ କେତେ ଲୋକ ମେଡିକାଲରେ ସଟ୍ ପଡୁଛନ୍ତି ତାଙ୍କୁ ରିପେୟାର କରିଛନ୍ତି କୋରାପୁଟ ମିଶା ହେବ ନାହିଁ ପଡ଼ିଲା ହଉଛି ହେତେ ନବରଙ୍ଗପୁର ମିଶା ପରେ ପେପରରେ ବାହାରିଥାନ୍ତା ନବରଙ୍ଗପୁର ସହରରେ ଖ୍ରୀଷ୍ଟିଆନ ମାନେ ମଦ୍ୟପାନ କରିବାରୁ 80 ଲୋକ ଫାପଡ଼ି ହେଇଗଲେ ତାପରେ ବ୍ରହ୍ମପୁରରେ ଫାପଡ଼ି ଗଲେ କଟକରେ ଫାପଡ଼ି ଗଲେ ଚାରିଆଡ଼େ ଫାପଡ଼ି ଖାଇଯାତେ ବାକି ମଦୁଆ ପ୍ରଭୁ ଘରେ ରଗଲାଟା ଫିଙ୍ଗି ପକାଇତେ ଆମର ମଦୁଆ ମାନେ କୋଉଠି ମଦ ରଖିଛନ୍ତି ଗାଧୁଆ ଘରେ ଜଣକ ଘରେ ମୁଁ ଯାଇଛି ସେ ବାରମ୍ବାର ଗାଧୁଆ ଘରକୁ ଯାଉଛି ମୁଁ କହିବାକୁ ବହୁମୂତ୍ର ରୋଗୀ ନା କେମିତି ଏ ବାରମ୍ବାର ଯାଉଛି ଯେତିକି ତର ଯାଇ ଆସୁଛି ନାଇଁ କି ତାର କଥାବାର୍ତ୍ତା ବଦଳି ଯାଉଛି ପ୍ରଥମ ଥରରୁ 5-7 ଭିତରେ ଯାଉଛି ଆସୁଛି ପରେ ମୁଁ ପଚାରିଲି ସାଣ୍ଟାକୁ ତମ ବାପା କାହିଁକି ବାରମ୍ବାର ଯାଉଛନ୍ତି ଗଲାରୁ ନାଇଁ ସାର୍ ଭିତରେ ରୋକିଛନ୍ତି କୋଉଠି ଗାଧୁଆ ଘରେ ଲେଟ୍ରିନ ରେ ମଦ ରଖିଛି ବୋଲେ କେମତିଟା ଭାବି ଦେଖନ୍ତୁ କିଛି ହଉନାହିଁ ରାତି ବେଲେ ଟିଭି ଦେଖିଲା ବେଲେ ଆଖି ଦିଶତା ନାହିଁ ନିଆରି ଏଲୋ ମକେ ଆରି ଦିଶେ ନାହିଁ लो କିସେ ହେଲେ ବଲା ହେଲେ ବାକି ମା ମାନେ କଣ କହିଥାନ୍ତେ ଏ ଦେ ଟିଭି କେ ବେଟି ବେଗି ବେଟା ଆରି ଢାପି କରି ରୋକା ବୋଲି ଥାନ୍ତେ ସତ ନା ଝିଅ ମାନେ ଫୋନ ଧରି କଥା ହେଲାରୁ 4-5ଟା ଫୋନ ପାଠତା କାନ କୋନା ଚିड़ी उदली जाता बोले बाकी लोग ए माँ अरे धर भी नहीं तुम नहीं कौन नहीं बोलते पुड़िया खाओ मन को जीप जदि ओला हेता बोले पुड़िया खाओ मन करो जीप भारी ओला हेता कौन हेलो पास्टर पाक आसी गुरु पाक आसी कहते आज्ञा हेउची की सेटा मिसा हेउ नहीं परस्त्री संग लुची करी घर पचपाटे कथा हैला बेलकू फिट से ही जाए दादरी करे फापड़ी हितांते बोले कौन हैला हेते कथा होतिले बोल बाकी लोग हेलो काली तू कथा कैंसिल बोलते कि नहीं किछि हो नहीं पाप कले भी किसी का दंडा क्या हो नथिबारु लोक कोन करछथि पाप ऊपर पाप करी आज जीवन सजाड़वा टाइम आसी जाइछि मोर प्रिय भाई भनी माने प्रभु अनुग्रह करंतु आज से दिन गिहेजी पैसा नेउ नौ कुष्ठ रोग हो गला आज जदि सेंती हेता बोले केंती हितांता हननिया सपीरा ठकी देई करी सिटी आका 2 लोक मरी गले जाते नहीं गोटे दिन 2 लोक कबर 3 दिन एका संगे आगे पछे नहीं गोटे दिन आके सकाले कबर ताके संजे कबर 3 दिन मिसा गोटे दिन आगा पड़ला सेंती जदि हेता बोले केंती हेता हो नहीं किछि तेणु आज ख्रिस्टियान कौन करछि पाप करबा को डरू नहीं मोर प्रिय भाई बहन माने से पटे से माने देशर पैसा को मारी खाउछंती ए माने मंडलीर पैसा को ताको तो डर नहीं महाप्रभु के जानी नांती केते जानबे से तो महाप्रभु के हाथ देरी मंदिर के नहीं छंती चल मंदिर को चल बोली से काहे डरबे से फोटो मुई देखि छी से महाप्रभु फोटो सान ए महात्मार फोटो बोल की अवस्था से माने प्रभु के जानी नांती आमे तो जानी छु आमे जानवा लोक केमती अछु मोर प्रिय भाई भनी माने आपण जो परित्राण पाई छंती केमती अछंती बसी चिंता करबा टाइम आसी दंड आसु नहीं भाई पाप करी आमे चली छु किंतु बाइबल कोन कहूची टाइम आसीबो प्रभु सब हिसाब करबे गणना 32 पर्व 23 पद पढ़े गणना
32 পর্ব 23 পদ। ମାତ୍ର ତୁମ୍ଭେମାନେ ମାତ୍ର ତୁମ୍ଭେମାନେ ଯେବେ ସେ ରୂପ ନ କର ମାତ୍ର ତୁମ୍ଭେମାନେ ଯେବେ ସେ ରୂପେ ନ କର ତେବେ ଦେଖ ତୁମ୍ଭେମାନେ ସଦାପ୍ରଭୁ ନିକଟରେ ପାପୀ ହେବ। ତୁମ୍ଭେମାନେ ସଦାପ୍ରଭୁଙ୍କ ନିକଟରେ ପାପୀ ହେବ। ପୁଣି ତୁମ୍ଭମାନଙ୍କର ପାପ ଯେ ପୁଣି ତୁମମାନଙ୍କର ପାପ ଯେ ତୁମମାନଙ୍କୁ ଧରିବ ଏହା ନିଶ୍ଚିତ ଜଣା। ଏଟା ଜାଣିଥ। ଏବେ ମୋର ପାପ ଆରି କାକୁ ଲଗାଇ ଦଉଛି ମୁଇଁ। କାହିଁକି ମଦ ପିଇଲ? ମୁଇଁ ପିଇ ନଥାନ୍ତି ଲୋ, ମିତ୍ର ଡାକି ନେଲେ ପାଇଁ ମୁଇଁ ପିଇଲି। ମୁଇଁ ପିଇବା ଲଖିଲ, ମୁଇଁ ପିଇବି କି? ମିତ୍ର ଏତିକି ଦିନ ପରେ ଦୁସଲେ ଚାଲ ମିତ୍ର ବୋଲଲେ ମିତ୍ର କଥା କାଟି ପାରିବି କି ମୁଇଁ? ତମ ମିତ୍ର ମିଶା ମୁଁ ତମକୁ କେମିତି ନେଇ ପିଆଇ ଦେଲେ ହେଲେ ସେ ମିତ୍ର କଣ କଲେ? ଆକୁ ଦୋକାନରେ ନେଇ କରି ତଲେ ଢୁଲାଇ କରି ଟଟରି ମାଡ଼ି କରି ଟନ ଚିରି କରି ଲୁକାଇ ଦେଲେ କି? ମିତ୍ର ନା ନଉଛ କଣ ବୋଲି କହୁଛ? ସିରିଏଲ କାହିଁକି ଦେଖୁଛୁ? ନାଇଁ ତାଙ୍କେ ପାକାଇ ଥିଲେ ପାଇଁ ମୁଁ ଦେଖିଲି, ମୁଇଁ ଦେଖବା ଲୋକ ନାହିଁ। ପୁଡ଼ିଆ କାହିଁକି ଖାଉଛୁ? ତାଙ୍କେ ଦେଲେ ତ ମୁଇଁ ଖାଇଲି। ସେମିତି ତ ବାକିଟା ଦେଲେ ଖାଇଦେବା କଥା। କିଏ ଝୁଟା ଦେଲେ ଖାଇଦେବ? ଆମର ଝିଅ କାହାକୁ ପଲାଇଲେ କଣ ବୋଲି କହୁଛୁ? ମୋ ଟୋକି ନାଇଁ କି ରାନୀ ବେଟି ସେମିତି ନା ନାହିଁ। ଟୋକି ଖାଣ୍ଟି ସୁନା ପରାଟା ଆମର ବସ୍ ଯେମିତି ସେ ମିଶା ସେମିତି ଆକା ସେମିତି ନାହିଁ। ଏ ସାଙ୍ଗ ମାନେ ସାଙ୍ଗେ ମିଶି ଆକା ସେମିତି ହେଲା। ସାଙ୍ଗମାନେ କଣ କଲେ? ତାଙ୍କ ବାସ୍ତାଇ ପୁରାଇ କରି ମୋଟ ବାନ୍ଧି କରି ଅଟୋ ଲାଦି ପାଠାଇଲେ। କଣ ପ୍ରିୟ ଭାଇ ଭଉଣୀ ମାନେ, ମୁଁ ଭୁଲ କରୁଛି ଆଉ ଅନ୍ୟକୁ ଦୋଷାରୋପ କରୁଛି। ଆଜି ମୁଁ ବର୍ତ୍ତି ଯାଇପାରେ, ମୁଁ ଭୁଲ କରି ଅନ୍ୟକୁ ଦୋଷ ଦେଇପାରେ। ଦିନ ଆସିବ ମୋର ଭୁଲ ପାଇଁ ମୁଁ ଆକା ଦାୟୀ ହେବି। ମୁଁ ଅନ୍ୟକୁ ଦୋଷାରୋପ କରି ଖସି ପାରିବି ନାହିଁ, ଖସି ପାରିବି ନାହିଁ। ପ୍ରିୟ ମାନେ, ଏଇଟା ହଉଛି ସଚେତନ ସଭା। କି ସଭା? ଖ୍ରୀଷ୍ଟୀୟ ସଚେତନ ସଭା, ପରିତ୍ରାଣ ମହୋତ୍ସବ ଏଇଟା। ପୁଣି ଥରେ ପାଇଥିବା ପରିତ୍ରାଣକୁ ପରୀକ୍ଷା ନିରୀକ୍ଷା କରିବା କଥା, ମୁଁ ଠିକ ରାସ୍ତାରେ ଅଛି କି ନାହିଁ। ବେଶୀ ସମୟ ନାହିଁ, ଆହୁରି ବେଶୀ ସମୟ ନାହିଁ। ମୋର ପ୍ରିୟ ଭାଇ ଭଉଣୀ ମାନେ, ପ୍ରଭୁ ଆମମାନଙ୍କୁ ଅନୁଗ୍ରହ କରନ୍ତୁ। ଆଜି ବାକ୍ୟ ଶୁଣିଲା ବେଳକୁ ଆମେ ଟିକେ ବସିକରି ଚିନ୍ତା କରିବା। ବାଇବଲରେ ଦେଖିବେ ଲୋକମାନଙ୍କୁ, ଯେମାନେ ପ୍ରଭୁଙ୍କର ଲୋକମାନେ, ସେମାନେ ମଧ୍ୟ ଯେତେବେଳେ ପ୍ରଭୁଙ୍କୁ ଦେଖୁଛନ୍ତି ଅନୁତାପ କରୁଛନ୍ତି। ଯଦି ଆପଣ ଦେଖିବେ ଯେସାଇ ତାର 6 ପର୍ବ 5 ପଦ, ଯେସାଇ 6 ପର୍ବ ତାର 5 ପଦ। ତେବେ ମୁଁ କହିଲି ହାୟ 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 ମୁଁ ନଷ୍ଟ ହେଲି, ହାୟ ହାୟ ମୁଁ ନଷ୍ଟ ହେଲି, କାରଣ ମୁଁ ଅଶୁଚି ଅଷ୍ଟାଦର ବିଶିଷ୍ଟ ମନୁଷ୍ୟ। କିଏ କହୁଛନ୍ତି ଏଟା? এটা ভাববাদী। কে ভাববাদী? হ্যাঁ, যেসাই ভাববাদী, জনে ভাববাদী। সে কোন করছে? হায় হায় ମୁଁ নষ্ট হেলি। হ্যাঁ, কারণ ମୁଁ ଅଶୁଚି ଅଷ୍ଟାଦର ବିଶିଷ୍ଟ ମୁଁ ମନୁଷ୍ୟ। ଅଶୁଚି ଅଷ୍ଟାଦର ବିଶିଷ୍ଟ ମନୁଷ୍ୟ ଓ ମୁଁ ଅଶୁଚି ଅଷ୍ଟାଦର ବିଶିଷ୍ଟ ଗୋଷ୍ଠୀ ମଧ୍ୟରେ ବାସ କରୁଅଛି। ତଥାପି ମୋର ଚକ୍ଷୁ ସୈନ୍ୟାଧିପତି ସଦାପ୍ରଭୁଙ୍କୁ ରାଜାଙ୍କୁ ଦେଖିଅଛି। ମୋର ପ୍ରିୟ ଭାଇ ଭଉଣୀ ମାନେ, ଏଇ ଭାବବାଦୀ ଇଏ ହଉଛନ୍ତି ରାଜକୀୟ ଭାବବାଦୀ। ଆଙ୍କୁ କୁହାଯାଏ ରୟାଲ ପ୍ରଫେଟ ବୋଲି। ଏ କେମିତି ଥିଲେ? ଏ ରାଜପ୍ରସାଦରେ ଥିଲେ, ଆରାମରେ ଥିଲେ, ସୁଖରେ ଥିଲେ। ତେଣୁ କଣ କରୁଥିଲେ? 1 ରୁ 5 ଅଧ୍ୟାୟ ପର୍ଯ୍ୟନ୍ତ ଲୋକମାନଙ୍କୁ ବିଚାର କରୁଛନ୍ତି। ଲୋକମାନେ ଭଲ ନାହିଁ, ସେମାନେ ଭଲ ନାହିଁ, ପ୍ରଭୁ ବିଚାର କର, ପ୍ରଭୁ ଦଣ୍ଡ ଦିଅ, ଏମାନଙ୍କୁ ଛାଡ଼ ନାହିଁ ପ୍ରଭୁ, ଏମାନଙ୍କୁ ଦଣ୍ଡ ଦିଅ ପ୍ରଭୁ। 6 ପର୍ବ 1 ପଦରେ ରାଜା ମରିଗଲା। ପଢିବେ ଟିକେ। ଉସିୟ ରାଜା ମୃତ୍ୟୁ ହେବା ବର୍ଷ ମୁଁ ପ୍ରଭୁଙ୍କୁ ଏକ ଉଚ୍ଚ ଓ ଉନ୍ନତ ସିଂହାସନରେ ଦେଖିଲି। ଆର ପୂର୍ବରୁ କାହାକୁ ଦେଖୁଥିଲେ? ଉସିୟ ରାଜାକୁ ଦେଖୁଥିଲେ। କାରଣ ଉସିୟ ରାଜା ଖାଇବାକୁ ଦଉଛି, ଉସିୟ ରାଜା ଯତ୍ନ ନେଉଛି, ଉସିୟ ରାଜା। ଏବେ ରାଜା ମରିଗଲାରୁ ଉପରେ ଦେଖିଲା ବେଳକୁ ଉପରେ ରାଜା ମାନଙ୍କର ରାଜା ବସିଛନ୍ତି। ଆ ପୂର୍ବରୁ ଖାଲି ରାଜାକୁ ଦେଖୁଛନ୍ତି, କିନ୍ତୁ ରାଜା ମରିଗଲା ପରେ କାହାକୁ ଦେଖୁଛନ୍ତି? ରାଜା ମାନଙ୍କର ରାଜାକୁ। ତାପରେ ପଢି ଆସ।
ତାଙ୍କ ରାଜବସ୍ତ୍ର ଅଞ୍ଚଳ ତା ରାଜବସ୍ତ୍ରର ଅଞ୍ଚଳ ମନ୍ଦିରକୁ ପରିପୂର୍ଣ୍ଣ କଲା। ମନ୍ଦିରକୁ ପରିପୂର୍ଣ୍ଣ କଲା। ତାହାଙ୍କ ନିକଟରେ ତାହାଙ୍କ ନିକଟରେ ସରାପଗଣ ଠିଆ ହେଲେ। କଣ ତାହାଙ୍କ ନିକଟରେ ସରାପଗଣ ଠିଆ ହେଲେ। ସେ ପ୍ରତ୍ୟେକର 600 ପକ୍ଷ ଥିଲା। ସେ କେତେଟା ପକ୍ଷ ଥିଲା? 6 ଡେଣା ଥିଲା। ସରାପ ମାନ କେତେଟା ଡେଣା? 6ଟା ଡେଣା ଥିଲା। ତାପରେ ପ୍ରତ୍ୟେକ ଦୁଇ ପକ୍ଷରେ ପ୍ରତ୍ୟେକ ଦୁଇ ପକ୍ଷରେ ଆପଣା ଆପଣା ମୁଖ ଆଚ୍ଛାଦନ କଣ କଲେ। କଲେ? ଦୁଇଟା ବଡ ବଡ ଡେଣାରେ କଣ କଲେ? ସରାପ ମାନେ ମୁଖକୁ ଆଚ୍ଛାଦନ କଲେ। କାହିଁକି? ଆମକୁ କେ ନ ଦେଖନ୍ତୁ ବୋଲି। କଣ ପାଇଁ? ଆରାଧନା କରିବା ସମୟରେ ମୁଁ ଦେଖାଇ ହେବାର ନାହିଁ। ମୁଁ ଦେଖାଇ ହେବା ପାଇଁ ଆରାଧନା କରୁ ନାହିଁ। ଦୁଇ ପକ୍ଷରେ କଣ କଲେ? ଆପଣ ମୁଖକୁ ଆଚ୍ଛାଦନ କଲେ। ଦୁଇ ପକ୍ଷରେ ଚରଣ ଆଚ୍ଛାଦନ କଲେ। ମାନେ ମୁଖ ଆଚ୍ଛାଦନ ଚରଣ ଆଚ୍ଛାଦନ କଲେ। ହେଲେ ଆରେ କିଛିଟା ଦୁଷ୍ମତା ଦେବେ। ୟାରେ ମୁହଁକୁ ଢାକିଲେ ଚରଣକୁ ଢାକିଲେ ଦୁଷ୍ମ କିଛିଟା। ଆରାଧନା ସେମିତି କରାଯାଏ। ଆରାଧନା ସମୟରେ ଆମେ ଦୁଷ୍ମୁ ନାହିଁ। କେ ଦୁଷ୍ମ ଅଛି? ପ୍ରଭୁ ଦୁଷ୍ମ ଅଛି। ତାକୁ ଆରାଧନା ବୋଲି କୁହାଯାଏ। ଆରାଧନା ନିଜକୁ ଦେଖାଇବାଟା ନାହିଁ, ପ୍ରଭୁଙ୍କୁ ପ୍ରକାଶ କରବାଟା। এইটা ସରାଫ ମାନେ ଶିଖାଉଛନ୍ତି। ଆମେ ଯେତେବେଳେ ଆରାଧନା କରିବୁ ଭଉଣୀ ମାନେ ଭାଇ ମାନେ ଶିଖିବାର ଅଛି କଣ? ଆରାଧନା ନିଜକୁ ଦେଖାଇବାଟା ନାହିଁ। ଏବେ ମୁଁ ଏ ମିଟିଂରୁ ଆସିଛି। ଏ ମିଟିଂରେ ଲୋକମାନେ ମତେ ଦେଖିବାର ନାହିଁ। କାହାକୁ ଦେଖିବାର ଅଛି? ମୋ ଶିକ୍ଷା ଦ୍ୱାରା ପ୍ରଭୁଙ୍କୁ ଦେଖିବାର ଅଛି। ମୋର ଶିକ୍ଷା ଲୋକମାନଙ୍କୁ ପ୍ରଭୁଙ୍କ ପାଖକୁ ନେଇକି ଯିବାର ଅଛି, ମୋର ଆଡକୁ ନାହିଁ। ଆଜିକାଲି ଦେଖିବେ ପ୍ରଚାରକ ପାଳକ ମାନେ ମିଟିଂ କରି ଲୋକମାନଙ୍କୁ ନିଜ ଆଡକୁ ଆକର୍ଷଣ କରୁଛନ୍ତି। ଆମର ମଣ୍ଡଳୀ ଲୋକ ଝିକି ଝିକି ଭିନ୍ନ ମଣ୍ଡଳୀକୁ ନେଉଛନ୍ତି। ଦେଖିବେ ଲୋକମାନେ ପ୍ରାର୍ଥନା ଆସୁନାହାନ୍ତି। ନିଜ ଗାଁରେ ଚର୍ଚ୍ଚ ଆସିବେ ନାହିଁ, କିନ୍ତୁ ବୋଲେରୋ ଭାଡା କରି କେନେ କେନେ। ତାର ମାନେ କଣ? ଏମାନେ ଲୋକମାନଙ୍କୁ ଭ୍ରମିତ କରି ଏଇଠୁ ଅନ୍ୟ ଆଡକୁ, କାରଣ ସେମାନେ ଲୋକମାନଙ୍କୁ ନିଜ ଆଡକୁ ଆକର୍ଷିତ କରୁଛନ୍ତି। ଭାବବାଦୀର କାମ, ପ୍ରମୁଖ ଲୋକମାନଙ୍କର କାମ ନିଜ ଆଡକୁ ଆକର୍ଷିତ କରିବାଟା ନାହିଁ। ବାପ୍ତିଜକ ଜହନ କଣ ବୋଲି କହୁଛନ୍ତି ସେଦିନ? ଅବଶ୍ୟ ମତେ ହ୍ରାସ ହେବାକୁ ହେବ, ତାହାଙ୍କୁ ଉନ୍ନତ ହେବା ପାଇଁ ହେବ। ମୁଁ ତାହାଙ୍କର ପାଦର ଜୋତା ବି ଫିଟାଇବା ପାଇଁ। ଏଟା ହଉଛି ଭାବବାଦୀର ସ୍ୱଭାବ। ଏ ତ ଆମର ଜୁତା ଲୋକ ବେଟି ଦଉଛନ୍ତି, ଜୁତା ପିନ୍ଧାଇ ଦଉଛନ୍ତି, ଜୁତା ବେଟି ଦଉଛନ୍ତି। ବାଇବଲ ବି ଭଇ ପାରୁନୁ ଆମେ। ଆମର ବାଇବଲ କିଏ ଭଇ ଥାଉଛନ୍ତି? ଆମେ କିଛିଟା ପ୍ରିୟ ଭାଇ ଭଉଣୀ ମାନେ ରକମର ଲୋକ ଦେଖି ହଉଛି ଆଜିକାଲି। ସେବା କାର୍ଯ୍ୟ ନିଜକୁ ଦେଖାଇବାଟା ନାହିଁ, କାହାକୁ ପ୍ରକାଶ କରିବାଟା। ସରାଫଗଣ ଆରାଧନା ସମୟରେ କଣ ଶିଖାଉଛନ୍ତି? ଦୁଇଟା ପକ୍ଷରେ ସେମାନେ ମୁଖକୁ ଆଚ୍ଛାଦନ କଲେ, ଦୁଇଟାରେ ଚରଣକୁ ଆଚ୍ଛାଦନ କଲେ, ଆଉ ଦୁଇଟା ପକ୍ଷରେ ଉଡିବା ପାଇଁ ଆରମ୍ଭ କଲେ। ଆଉ ଉଡିକରି କଣ କହୁଛନ୍ତି? ଆଉ ସେମାନେ ପରସ୍ପର ଡାକି କହିଲେ, ସୈନ୍ୟାଧିପତି ସଦାପ୍ରଭୁ, ଧର୍ମମୟ ଧର୍ମମୟ ଧର୍ମମୟ। ଆମର ପ୍ରଭୁ କେମିତି ପ୍ରଭୁ? ସୈନ୍ୟାଧିପତି ସଦାପ୍ରଭୁ। ଏଟା ଭାବବାଦୀ ମାନେ ଜାଣିବାର ଅଛି। ଆମର ପ୍ରଭୁ କେମିତି ପ୍ରଭୁ? ସୈନ୍ୟାଧିପତି ସଦାପ୍ରଭୁ। ସେ ପ୍ରଭୁ ମୋର ପ୍ରଭୁ ହେଲେ ମୁଇଁ କାହିଁକି ବଡିଗାର୍ଡ ଧରି ବୁଲବାର ଅଛି? ସେ ତ ସୈନ୍ୟାଧିପତି ସଦାପ୍ରଭୁ, ତାଙ୍କର ସେବା ମୁଇଁ କରୁଛି, ମୁଇଁ ବଡିଗାର୍ଡ କାହିଁକି ଧରି ବୁଲବାର ଅଛି? ଏ ମାନେ କିଏ? ମାନେ ବାସି ମଦ ଖାଉ ଗଞ୍ଜୁ ଆମର ମକର କ୍ୟା କରିବେ? ପ୍ରିୟ ଭାଇ ଭଉଣୀ ମାନେ, ଭାବବାଦୀ କିଏ? ଭାବବାଦୀର କାମ ହଉଛି ଲୋକମାନଙ୍କୁ ପ୍ରଭୁଙ୍କ ଆଡକୁ ଆକର୍ଷିତ କରିବା, ନିଜ ଆଡକୁ ଆକର୍ଷିତ କରିବା ନୁହଁ। ତ ଏଠି ସରାଫ ମାନେ ଆମକୁ ଆରାଧନା କରିବାକୁ ଶିଖାଉଛନ୍ତି। ତାପରେ ଆମେ ଦେଖୁଛୁ କଣ? ଯିଶାୟ ଭବିଷ୍ୟତ ବକ୍ତା ଏ କଣ? ଏ ଉସିୟ ରାଜାକୁ ଆଗ ଦେଖିଥିଲେ। ଯୋଉ ବର୍ଷ ଉସିୟ ରାଜା ମଲେ, ଉପରକୁ ଦେଖିଲା ବେଳକୁ ଉଚ୍ଚ ଆଉ ଉନ୍ନତ ସିଂହାସନରେ କିଏ ବସିଛନ୍ତି? ସୈନ୍ୟାଧିପତି ସଦାପ୍ରଭୁ ବସିଛନ୍ତି। ତାଙ୍କୁ ଦେଖିଲା ପରେ କଣ ବୋଲି କହୁଛନ୍ତି? ସେ ପଦ ପୁଣି ପଢିବେ, ସେ 5 ପଦ। ତେବେ ମୁଁ କହିଲି, ହାୟ 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 ହାୟ, ମୁଁ ନଷ୍ଟ ହେଲି, କାରଣ ମୁଁ ଅଶୁଚି ଅଷ୍ଟାଦର ବିଶିଷ୍ଟ ମନୁଷ୍ୟ। ଅଷ୍ଟାଦର ବିଶିଷ୍ଟ ମନୁଷ୍ୟ।
ଓ ମୁଁ ଅସୁଚି ଅଷ୍ଟାଦଶ ବିଶେଷ ଗୋଷ୍ଠୀ ମଧ୍ୟରେ ବାସ କରୁଛି ଅସୁଚି ଅଷ୍ଟାଦଶ ବିଶିଷ୍ଟ ଗୋଷ୍ଠୀ ମଧ୍ୟରେ ବାସ କରୁଅଛି ତଥାପି ମୋହର ଚକ୍ଷୁ ତଥାପି ମୋର ଚକ୍ଷୁ ସୈନ୍ୟାଧିପତି ସଦାପ୍ରଭୁ ରାଜାଙ୍କୁ ହଁ ଦେଖିଅଛି ମୁଁ କାହାକୁ ଦେଖିଛି ହାୟ ହାୟ ମୁଁ ନଷ୍ଟ ହେଲି କାହିଁକି ମୁଁ ସେ ପ୍ରଭୁଙ୍କୁ ଦେଖିଛି ପ୍ରଭୁଙ୍କୁ ଦେଖିଲା ପରେ ଆକା ନିଜର ଅସଲ ରୂପ ଜାଣି ହେବ ଆମେ କଣ ଲୋକସ୍ଥ ତୁଳନା ହଉଛି ତ ମୁଇଁ ତାର ପରା ନାହିଁ ମୁଇଁ ଆର ପରା ନାହିଁ ମୁଇଁ ତାର ପରା ନାହିଁ ତେବେ କାର ପରା ତେବେ ତମେ ଆମକୁ ପ୍ରଭୁ ଡାକି ନାହାନ୍ତି କାର ପରା ହେବା ପାଇଁ ଆମକୁ ଡାକି ତାଙ୍କ ପୁତ୍ରଙ୍କ ପରା ହେବା ପାଇଁ ପ୍ରିୟ ଭାଇ ଭଉଣୀ ମାନେ ପ୍ରଭୁ ଯୀଶୁ ଯେବେ ଆସିବେ ଆମେ କେମିତି ଦୁଷବାର ଅଛି ଆମେ କେମିତି ଦେଖାଯିବାର ଅଛି ଆପଣ ଯଦି ପ୍ରଥମ ଯୋହନ ଦେଖିବେ 3 ପର୍ବ ତାର 1 2 3 ପ୍ରଥମ ଯୋହନ 3 ପର୍ବ ତାର 1 2 3 ଦେଖ ଦେଖ ପିତା ଆମମାନଙ୍କୁ କି ପ୍ରକାର ପ୍ରେମ ଦାନ ଦେଖ ପିତା କରିଅଛନ୍ତି ଆମମାନଙ୍କୁ କି ପ୍ରକାର ପ୍ରେମ ଦାନ କରିଅଛନ୍ତି ଯେ ଯେ ଆମ୍ଭେମାନେ ଈଶ୍ୱରଙ୍କ ସନ୍ତାନ ବୋଲି ଖ୍ୟାତ ସେ ହେବୁ ଆମ୍ଭେମାନେ ଈଶ୍ୱରଙ୍କ ସନ୍ତାନ ବୋଲି ଖ୍ୟାତ ହେବୁ ଖ୍ୟାତ ହେବୁ ଆଉ ଆମ୍ଭେମାନେ ତାହା ହିଁ ଅଟୁ ଆମ୍ଭେମାନେ ତାହା ହିଁ ଅଟୁ ହଁ ଏଥି ସକାଶେ ଏଥି ସକାଶେ ଜଗତ ଆମମାନଙ୍କୁ ଚିହ୍ନୁ ନାହିଁ ଜଗତ ଆମମାନଙ୍କୁ ଚିହ୍ନୁ ନାହିଁ କାରଣ ତାହା ତାହାଙ୍କୁ ଚିହ୍ନି ତାହା ନଥିଲା ତାହାଙ୍କୁ ଚିହ୍ନି ନଥିଲା ହେ ପ୍ରିୟମାନେ ହେ ପ୍ରିୟମାନେ ବର୍ତ୍ତମାନ ଆମ୍ଭେମାନେ ଈଶ୍ୱରଙ୍କ ସନ୍ତାନ କଣ ଅଟୁ ଅଟୁ ବର୍ତ୍ତମାନ ଆମ୍ଭେମାନେ ଈଶ୍ୱରଙ୍କ ସନ୍ତାନ ଅଟୁ ଆଉ ଆମ୍ଭେମାନେ କଣ ହେବା ଆଉ ଆମ୍ଭେମାନେ କଣ ହେବା ତା ଏ ପର୍ଯ୍ୟନ୍ତ ପ୍ରକାଶ ଶୁଣନ୍ତୁ ହୋଇନାହିଁ ଆମ୍ଭେମାନେ କଣ ହେବା ତା ଏ ପର୍ଯ୍ୟନ୍ତ ପ୍ରକାଶ ହୋଇନାହିଁ ହଁ ଆମ୍ଭେମାନେ ଜାଣୁ ଯେ ଆମ୍ଭେମାନେ ଜାଣୁ ଯେ ସେ ଯେତେବେଳେ ପ୍ରକାଶ ସେ ହେବେ ଯେତେବେଳେ ପ୍ରକାଶିତ ହେବେ ସେତେବେଳେ ଆମ୍ଭେମାନେ ତାଙ୍କ ସେତେବେଳେ ସଦୃଶ ହେବା ଆମ୍ଭେମାନେ ତାଙ୍କ ସଦୃଶ୍ୟ ହେବା କାରଣ ସେ କାରଣ ଯେପରି ସେ ଯେପରି ଆମ୍ଭେମାନେ ସେହିପରି ତାହାଙ୍କୁ ଦର୍ଶନ କରିବା ସେ ଯେପରି ଆମେ ତାଙ୍କୁ ସେପରି ସେ ଯେପରି ଆମେ ସେପରି ହେବାର ଅଛି ଆଜି ଆମେ ଖ୍ରୀଷ୍ଟିଆନ ଜୀବନରେ ଅଟକି ଯାଇଛୁ ଆମର ଜୀବନରେ ଅନେକ ପାପ ଅଛି ଅନେକ ମନ୍ଦତା ଅଛି ଆମର ଦେହ ଖରାପ ହେଲେ ମାସକୁ 4 ଥର ଯାଇ ଟ୍ରିଟମେଣ୍ଟ କରି ଆସୁଛୁ ବ୍ଲଡ ଟେଷ୍ଟ ସ୍କିନ୍ ଟେଷ୍ଟ ବିପି ଟେଷ୍ଟ ଆଜିକାଲି ଆରି ସେ ବ୍ଲଡ ଟେଷ୍ଟ କରିବାକୁ ଯିବାକୁ ଶକ୍ତି ନାହିଁ ଘରେ ଆକା ମେସିନ ରଖିଛୁ ହୁଙ୍ଗି ଦଉଛୁ ବଢିଛି लो ବଢିଛି आम खा नहीं चा के दिन खा नहीं कमिची बोले हेदे फ्रिज रे दुटा मिठा अछि बेटी करी खाइते हमर हेल्थ पई हम एते चिंता करूछु बीपी टिके बढ़ी गले डायबिटीज टिके बढ़ी गले बाल दुटा पाची गले दांत कोटे झड़ी गले प्रिय भाई बड़ी माने शरीर पई हम एते वरीड होछु किंतु आत्मा पई आमे जो अवस्था रे अछि भाई भौणी माने आमे जो अवस्था रे अछु ए अवस्था रे प्रभु को राज्य रे जाई हेबु के टिके बसी चिंता करबा टिके बसी चिंता करबा अछि प्रभु मान को अनुग्रह करंतु टिके जीवन को समीक्षा करबा पे काहे कि आमे जो परिश्रम पाई देखंतु जिसाय भविष्य वक्ता से प्रभु को देखला परे पुनी अनुताप करूछंती आपण जदि देखिबे आइब तार 42 पर्व 5 और 6 पद आइब 42 पर्व तार 5 और 6 पद ମୁଁ କର୍ଣ୍ଣରେ ତୁମ ବିଷୟ से ଶୁଣିଥିଲି कौन कहउछंती मु कर्ण रे तुम विषय सुनिथिली ମାତ୍ର ଏବେ ମୋର ଚକ୍ଷୁ ତୁମକୁ मात्र ଦେଖୁଅଛି एबे मोहर चक्षु तुमको देखि अछि ଏ ହେତୁ ମୁଁ हां देखि अछि ए हेतु मु आपना को ଘୃଣା କରୁଅଛି हां प्रभु को देखला परे निज को घृणा करी हबो आमे कोन मुई ठीक आई एम ऑल राइट एटा भाबुछु प्रभु कार को देखो केते उणा अछि जाना पड़बो हां आमे सब गां रो धनी मने सत कि नहीं मोर परा माजन के नहीं आदानी पाके ठिया हुओ भिखारी मिसा नहीं तर पाके ठिया है भिखारी बोल डाके बार भी योग्य नहीं से सत की धनी हम जदि प्रभु को पाकु जीवा से जत की पवित्र से जत की धर्ममय तांको पाखरा में किछि मध्य न आज टिके हम निज को देखबा आज वाक्य सुनला परे टिके आखि बंद करबा प्रभु को आड़ को देखबा प्रभु को आड़ को देखला अलकु हमें केते उणा अछि हमर जीवन केते उणा अछि प्रार्थना जीवन केते उणा अछि वाक्य रे केते उणा अछि मां माने चर्च रु बाइबल को नेला पर पढ़ा पढ़ी नहीं तो मार्ता करी रखी दउछु रविवार दिन बेटी करी आनुछु सत क्या
ପଢାପଢି ନାଇଁ ଆରେ ମାତ୍ର ମୋବାଇଲକୁ ଦିନ ରାତି ହାତେ ଧରି କରି ହାତରୁ ମୋବାଇଲ ଛାଡବାଟା ନାଇଁ ତ ଛାଡୁଛୁ କି ଝାଡା ଗଲା ବୋଲି ବି ଧରି କରି ଯାଇଥାଉଛୁ କାମ ଦେବ ବୋଲି କରି ଆଜି କେତେ ଭଉଣୀ ମାନେ ତ ପେଟେ ଖୁଚି ଥାଉଛନ୍ତି ବନ୍ଧୁକ ପରା କଣ ବନ୍ଧୁକ ପରା କେତେ ପେଟେ ଶୈତାନ ଯଦି ହେଲେ ଲାଚି ଦିଏ ଶୈତାନକୁ ଡିଡି 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 କଲା ଭଳିଆ। ପିଲାମାନେ ତ ବିନା ମୋବାଇଲରେ ବଞ୍ଚିବେ ମିଶା ନାହିଁ ବଞ୍ଚିବେ କଣ କହୁଛନ୍ତି ଏଗୋ ଯଦି ମୋବାଇଲ ଦେବୁ ନାହିଁ ବୋଲେ ଦେଖ ମୁଁ କିସ କରିଦେବି ମୋବାଇଲ ନ ଦୁସିଲେ ବାଏ ବାଏ ହେଇଯାଉଛନ୍ତି ମୋବାଇଲ ନଦେଲେ ଖାଉନାହାନ୍ତି ମୋବାଇଲ ନଦେଲେ ଶୋଉନାହାନ୍ତି ଆମର ଅବସ୍ଥା କହିଲେ ନ ସରେ ମା ମାନେ ମୋବାଇଲ ଧରି ଥରେ ଗୋଟେ ମା ତାର ପିଲାକୁ ଦାଣ୍ଡ ଝାଡା ନେଲା ଝାଡା ବସାଇଛି ଫୋନ ହେଲାରୁ ଗୋପି ଗୋପି ଘରେ ଭାରି ହେଲା ସେ ପିଲା ହଗି କରି ବସିଛି ମା ଉଠାଇ ନେବ ବୋଲି ଉଠୁ ନାହିଁ କୁକୁର ଗୋଟେ ଯାଇ ଫେଣ୍ଡି ଚାବି ପକାଇଲା ଚାବଲାରୁ କାନ୍ଦିକି ଆସୁଛି ଏ ମା ଚାବି ଚାବି କେନେ ଗଲା ଚାବି କୁଇ ଗଲା ଚାବି ନାହିଁ তোর ପିଲାର ଫେଣ୍ଡେ ଚାବି କଣ କରବା ମା ବାପା ଯେମିତି ପିଲାଟାକୁ ମିଶା ସେମିତି ଆକା ଥରେ ଗୋଟେ ପ୍ରଚାର କରୁଥିଲେ ମୋବାଇଲ ରଖି ପ୍ରଚାର କରୁଛନ୍ତି ଫୋନ ଆଇଲେ ବୋଲି ଯେ କାତା ହଉଛନ୍ତି ଆସିକି ହଁ ଭାଇ ଭଉଣୀ ମାନେ ମୁଁ କୋଉଠି ଥିଲି ହଁ ଆଜ୍ଞା ଆପଣ ଜେରୁସାଲେମରେ ଥିଲେ ଓକେ ଜେରୁସାଲେମରେ ପ୍ରଭୁ ଯୀଶୁ ଖ୍ରୀଷ୍ଟ ଜେରୁସାଲେମକୁ ଯାଇଥିଲେ ଆରି କଲା ହ୍ୟାଲୋ ମିଟିଂରେ ଅଛି ପ୍ରାର୍ଥନାରେ ବାକ୍ୟ ଦଉଛି ହଁ ଠିକ ଠିକ ହଁ ମୁଁ କୋଉଠି ଥିଲି ନା ଆଜ୍ଞା ଆପଣ ଜିରିହରେ ଥିଲେ ହଁ ପ୍ରଭୁ ଯୀଶୁ ଖ୍ରୀଷ୍ଟ ଜିରିହକୁ ଯାଇଥିଲେ ଆଉ ଜିରିହକୁ ଗଲା ବେଳକୁ ରାସ୍ତା ପାଖରେ ଗୋଟେ ଗଛ ଥିଲା ଆଉ ସେ ଗଛ ପାଖରେ ଜଣେ ଲୋକ ଚଢିଥିଲା ସେ ବାଙ୍ଗର ଥିଲା ଏତେ ବାଙ୍ଗର ଦେଖିଲା ପରେ ଏତେ ବାଙ୍ଗର ଥିଲା ଆରି କଲାଇଲା ବୁଝାଉ କଲାଇଲା କହିଲି ପରା କି ବ୍ୟସ୍ତ ଅଛି ବାକ୍ୟ ଦଉଛି ଚର୍ଚ୍ଚରେ ମୁଁ ବାକ୍ୟ ଦଉଛି ବାକ୍ୟ ସରିଲା ପରେ କଥା ହେବି ହେଲା ଆଉ କଲ୍ କର ନାହିଁ ରଖ ହଁ ଭଉଣୀ ମାନେ ମୁଁ କୋଉଠି ଥିଲି ଆଜ୍ଞା ଆପଣ ନରକରେ ଥିଲେ ଆଜ୍ଞା ବୋଲିଲେ କୋଉଠି ଥିଲେ ନରକରେ କେବେ କହିଲି ପରା ଏ ବୁଟି ଖାଙ୍ଗାର ଦିଶୁଛି ଏଡେଟା ନରକ ନେବା ପାଇଁ ଯଥେଷ୍ଟ କେତେ ଲୋକର ପରିବାରକୁ ଭାଙ୍ଗିଦେଲା କେତେ ଲୋକର ଚରିତ୍ରକୁ ନଷ୍ଟ କଲା କେତେ କେତେ ଏ ଦିखता है छोटा छोटा नहीं ये আমকে ছোটা করে ছাড়বো এটা এ ছোটাটা নাই এটা দুসুচি ছোটা সান বুটি খাঙ্গা এটা কে এটা শয়তানের নাতি আজি বসলা বলে চিন্তা করবা চিন্তা করো দেখন্তু প্রত্যেক ঘরে 5 লাখ মোবাইল আছে কি নাই অতি কমরে 20,000 টাকা লাখা আরে কোন আমকো পয়সা নাই চলবাকো অসুবিধা তোমার হাতে তো লক্ষ টাকা ধরি বুলুছো কেটা মা মন তো গ্রুপ রুনানি মোবাইল কেন দিছন্তি লাডরি মা মনে আগে তা কাতা হিয়ে বলি করি এতে বড়িয়া মা মানে কোটি থিলে কোন করিছন্তি গ্রুপ রুনানি করে মোবাইল কেনি দিছন্তি টকি মানকো আরে কোন এলো ভিতরে যাই কাতা হে তোর বাপা কি ভাই জানলে বলে চপে তো কথা যা ভিতরে কাতা হে হেউ মামি হ্যাঁ ভিতরে কাতা হেবি বলে সে থালি রে খাউছি থালি রে থুকুছি থালি রে হাত ধৌছি এ বুয়ারি হব এটুকু বুয়ারি হব বুয়ারি নাই ছাডরি বুয়ারি হবার লক্ষণ দেখা যাও নাই কু সাথী দলি বনাই রখিছি যে গলে ঝুলাইব বলি করি আরে আরে ধন মর বলি কোটি এমতি বুয়ারি মন মিলুଛନ୍ତି সাথী মিলুଛି কোটি নাই রান্দা বড় তো জানা নাই কোন কହୁଛନ୍ତି কোন বনাই জানছু মা ম্যাগি ম্যাগি তার সাথীকে ଯିବାରେ কইব এ মা ম্যাগি খাইব ওলো বানাই দেখ কেতে ম্যাগি খাইব সে সকালে ম্যাগি 12টা বেলে ম্যাগি রাতিরে ম্যাগি পরে কইবে দে বুয়ারি আনলু আছু খালি ম্যাগি খাইবাকে কিছু ছড়া নাই কাম নাই দাম নাই এটা মানে কোন করবা এবে আমার ঘরের অবস্থা এমতি হই যাইছি যে ঘরে প্রার্থনা নাই বাইবেল নাই কিছু নাই প্রভু আসুছন্তি কেমতি হেবুবে হ্যাঁ কেমতি হেবুবে খালি গাইলা বেলে প্রভু দেখো হে শয়তান ফান্দ পাতিছি সে ফান্দ পাতিছি মুই যাই গুপাইছি সিটি সে ফান্দরে পাত্রে পাতাছি না মুই তো যে ডগাইছি ফান্দে শয়তান আইছি জাল পাকাইছি জাল পাকাইলে পাকাও তবে তো জাল ভিতরে আছো কেবে বাহারিব
आज सुजोग अच्छी भाई भौणी माने आमर जीवन को पुणी थरे समीक्षा करबा पई देखंतु ये कोन कहउछंती 42 पर्वतार 5-6 पदरे मु कर्णरे तुम विषय सुनिथिली एबे मोर पढंतु से 6 पद पढंतु ଏହେତୁ ମୁଁ ଆପଣଙ୍କୁ ଘୃଣା ए କରୁଛି तुम आपनाको घृणा करूछि ପୁଣି ଧୂଳି पुणी धूली और भस्म रे बसी ଅନୁତାପ କରୁଛି अनुताप माँ मने भाई मने लास्ट टाइम केबे राति जाको कांदी थिलो मने अछि कांदी कांदी प्रार्थना करथिले मने अछि चर्च रे केबे कांदी प्रार्थना करथिले मने अछि पुओ जे माने लास्ट टाइम केबे कांदी कांदी प्रार्थना मने नाही टीवी देखि देखि कांदी छु आमे कांदी छु कि नाही सीरियल देखि देखि कांदी कोन कहउछु अजी सम्मान आमर घर टोरी पारा काचे हेला चली कार घर टोरी आमर घर टोरी राति दिन एबे टाइम आसीछि बसी जीवन सजाड़वा पाई चरित्र सजाड़वा पाई कारण प्रभुଙ୍କର आगमन बेले जदि एमती थिबु गला परा दिसुन कोन कहूछि म आपन मान को प्रिय भाई बणी माने एबे हमें अन्य सहित निजको तुलना न करी हम निजे निजको देखबार अछि मुई केमती अछि एबे हमर जीवन केमती हिची से लूक 18 पर्व 11 पद पढा ठीक पढिबे टिके लूक 18 तार 11 लूक 18 11 ଫାରୁସୀ ଦଣ୍ଡାୟମାନ ହୋଇ फारूसी दंडायमान हेई ଆପଣା ନିକଟରେ ଏହି ପ୍ରକାର ପ୍ରାର୍ଥନା କରିବାକୁ आपण ଲାଗିଲା निकट एही प्रार्थना करबाक लागिला ହେ ଈଶ୍ୱର हे ईश्वर ମୁଁ ତୁମକୁ ଧନ୍ୟବାଦ मु ଦଉଛି ଯେ तुमको धन्यवाद दउछि जे ମୁଁ ଅନ୍ୟ ସମସ୍ତ ଲୋକଙ୍କ ପରି ଅତ୍ୟାଚାରୀ मुई अन्य मान को परि अत्याचारी ଅଧାର୍ମିକ अधार्मिक ବ୍ୟଭିଚାରୀ व्यभिचारी କିମ୍ବା ଏହି किंबा एही କରଗ୍ରାହୀ ପରି ସୁଧା ନୁହେଁ मुई आर पारा मिसा नाही तेबे कार परा तेबे तुई कार परा आमे लोकस्त तुलना नाही टिक ऊपर आडे देखंतु सतना ने भौणी माने अंधार बेले पाउडर लगाई डांडे भरले हबो की अंधारे पाउडर लगाई डांडे भरी उज्जवल पे पाउडर देखबा ठीक लागि छि कि नाही अंधारे निज को देखंतु नाही प्रभु को आलोक पाखरे आसी देखंतु आलोक पाखरे आसले जानबे आपण केमती अछंती मु केमती अछि आज प्रभु हमको सुजोग दैछंती आइबो परि लोक तांको विषय कोन लिखा अछि एक पर्व 1-2 पदरे आइबो जने सिद्ध लोक थिले परमेश्वर भयकारी लोक थिले कुक्रिय त्यागी लोक थिले एमती भल लोक जीवन रो शेष संध्या रे बसी पुणी अनुताप करूछंती एटा मु कहिबा पई चाहे आइबो एक पर्व 1-2 पदरी पढिबे ଉଷ ଦେଶରେ उस देश रे आइबो नामक एक व्यक्ति थिला ଆଉ ସେଇ ମନୁଷ୍ୟ और सेही मनुष्य ସିଦ୍ଧ केमती थिला ऑलरेडी सिद्ध सरल परमेश्वर भयकारी आ कुक्रिया त्यागी लोक थिला ऑलरेडी थिला हेले मध्य प्रभु को देखला परे आरी अनुताप से करूची आमे चर्च रे धार्मिक पर आसुछु धार्मिक पर जाउछु जीवन बदलाइबाटा नहीं चरित्र बदलाइबाटा नहीं आज सुजोग आसी पुणी थरे आपण अपना जीवन को समीक्षा करी देखबा पुणी थरे तर्जमा कर देखबा मुई केमती अछि प्रार्थना जीवन नहीं भौणी माने खाली रांदा बाड़ा लुगा काच रांदा बाड़ा पिला झिला डान झाड़ू करो आरे किछि नहीं लास्ट टाइम केबे मनसा जाते प्रार्थना करथिले मने अछि कि हमर चर्च तो गोट घंटा अधिक बाकी हो गेले बिजार लाग जो काहे के लामाइला आछो आजी आका सब कहबा बि कि केंती और 2 दिन आछे काय मात्र सीरियल सरी गला हेते बेगी सरी गला 7टा बेलु राति 2टा जाय सीरियल चलीथिबो एबे त 3टा सिनेमा सरी जाइथिबो सिनेमा हमर मां मन बुझा सुझा ने बस दिथिबे बुझलिस नि आता बुझी नाही लो खाली देखली नी बुझा नहीं बुझी नहीं देखुतिबार अछि कुंजू कुंजू करी आखी को बाटर दिथिबे सब निद में साहेब नहीं प्रिय भाई भौणी माने आजी बसला बेले समस्त टिके जीवन को देखबा आमे केमती अछु अरे ए अवस्था रे प्रभु को राज्य को जाई हबो नहीं जे साई भलिया भाववादी से प्रभु को देखि अनुताप करूछंती आइबो बोलिया सिद्ध लोक से अनुताप करूछंती तबे हमर जीवन रे कोन ख्रिस्टियन जीवन आरंभ रु शेष पर्यंत परिवर्तन हबार जीवन अनुताप कर जीवार जीवन बाइबल कोन लिखा होची जे पवित्र से आउरी पवित्र हो जे सिद्ध आउरी सिद्ध माने पवित्रता रु पवित्रता को जीवार छी सिद्धता रु सिद्धता को जीवार छी अटकी जीवार नहीं आगो को बढ़बार ख्रिस्टियन जीवन आगो को बढ़बार जीवन
ଆଜି ଏ ପରିତ୍ରାଣ ମହୋତ୍ସବରେ ଆମର ଜୀବନକୁ ଦେଖିବା ମୁଁ ଆଗକୁ ବଢୁଛି କି ନା ମୁଁ ରହିଯାଇଛି କି ପ୍ରିୟ ମାନେ ବନ୍ଦର ପାଣି କେମିତି ଥିବ ଗନ୍ଧିଆ ଥିବ ଝରଣା ପାଣି ଆଗ ସଫା ଥିବ ଆମର ଜୀବନ ବନ୍ଦର ପାଣି ପୁରା ଅଟକି ଯାଇଛି ଆଗକୁ ବଢୁନାହୁଁ ଆମେ ସେ ପୁରୁଣା ଜୀବନରେ ଛନ୍ଦି ହେଇକରି ଅଛୁ ଆଜି ଟିକେ ଆମେ ଚିନ୍ତା କରି ଦେଖିବା ଦେଖନ୍ତୁ ଗୋଟେ ପଦ ପଢି ପ୍ରାର୍ଥନା କରିବା ପାଇଁ ଯିବା ପ୍ରଥମ ଜହନ ତାର 1 ପର୍ବ 8 ଆଉ 9 ପଦ ପ୍ରଥମ ଜହନ 1 ପର୍ବ 8 ଆଉ 9 ପଦ ଆମ୍ଭମାନଙ୍କ ପାପ ନାହିଁ ହଁ ସାଧୁ ଜହନ ସାଧୁ ବିଶ୍ୱାସୀ ମାନଙ୍କୁ ତାଙ୍କର ଜୀବନର ଶେଷ ସନ୍ଧ୍ୟା ଆଡକୁ ଲେଖୁଛନ୍ତି ଖ୍ରୀଷ୍ଟିଆନ ଜୀବନ ଆରମ୍ଭ ଲେଖୁନାହାନ୍ତି ଜୀବନର ଶେଷ ଆଡକୁ ଲେଖୁଛନ୍ତି କଣ କହୁଛନ୍ତି ସେ ଆମ୍ଭମାନଙ୍କ ପାପ ଆମମାନଙ୍କ ନାହିଁ ପାପ ନାହିଁ ଏହା ଯଦି କହୁ ଏହା ଯଦି କହୁ ତାହେଲେ ଆପଣ ଆପଣଙ୍କୁ ପ୍ରବଞ୍ଚନା ତାହେଲେ କରୁ ଆପଣ ଆପଣଙ୍କୁ ପ୍ରବଞ୍ଚନା କରୁ ପୁଣି ଆମ୍ଭମାନଙ୍କରେ ସତ୍ୟ ପୁଣି ନାହିଁ ଆମ୍ଭମାନଙ୍କ ଠାରେ ସତ୍ୟ ନାହିଁ ଯଦି ମୁଇଁ କହୁଛି ମୋଟି ପାପ ନାହିଁ ଏବେ ମୁଇଁ ଯଦି କହିବି ଆପଣ ଯଦି କହିବେ ଆମେ ମିଛ କଥା କହୁଛୁ ଠକୁଛୁ ଲୋକ ଠକୁ ଠକୁ ନିଜେ ଠକେଇ ଯାଇ ହବ ସାଧୁ ମାନଙ୍କୁ ଲେଖୁଛନ୍ତି 9 ପଦରେ କଣ ଲେଖୁଛନ୍ତି ଯଦି ଆମ୍ଭେମାନେ ଆପଣ ଆପଣ ପାପ ସ୍ୱୀକାର ଯଦି କରୁ ଆମ୍ଭେ ମାନେ ଆପଣା ଆପଣା ପାପ ସ୍ୱୀକାର କରୁ ତେବେ ସେ ଆମ୍ଭମାନଙ୍କ ପାପ କ୍ଷମା ତେବେ କରିବାକୁ ସେ ଆମ୍ଭମାନଙ୍କ ପାପ କ୍ଷମା କରିବାକୁ ଓ ସମସ୍ତ ଅଧର୍ମରୁ ସମସ୍ତ ଧର୍ମ ଭାଇ ଭଉଣୀ ମାନେ ଆପଣ କଣ ପାପ କରୁଛନ୍ତି ମୁଁ ଜାଣି ନାହିଁ କୋଉ ପାପରେ ଅଛନ୍ତି ମୁଁ ଜାଣି ନାହିଁ ତଥାପି ପ୍ରଭୁ ସୁଯୋଗ ଦେଇଛନ୍ତି ଯଦି ଆମ୍ଭେ ମାନେ ଆପଣ ଆପଣ ପାପ ସ୍ୱୀକାର କରୁ ପ୍ରଭୁ କଣ କହୁଛନ୍ତି ତୁମର ପାପ ସବୁ ସିନ୍ଦୁର ବର୍ଣ୍ଣ ପରି ରଙ୍ଗ ହେଲେ ହେଁ ହିମ ପରି ଶୁକ୍ଳ ବର୍ଣ୍ଣ ହେଇପାରିବ କେତେବେଳେ ହେବ ଆସ କଥାବାର୍ତ୍ତା ହେବା ଉତ୍ତର ପ୍ରତ୍ୟୁତ୍ତର କରିବା ତୁମେ ମତେ କୁହ ମୁଇଁ ତମକୁ କହିବି ସମାଧାନ କରିବା ସମାଧାନ କଲା ବେଳେ ସମାଧାନ ନ କଲେ କେମିତି ହେବ ଯଦି ସମାଧାନ ଇଠି କରିବୁ ନାହିଁ ବିଚାର ସମାଧାନ ହେଇପାରିବ କି ଦେଖିବେ ଗାଁରେ କେତେବେଳେ ମାଡଗୋଳ ଥିବ କି ନାହିଁ ଇଠି ବୁଝା ସୁଝା ନ ହେଇ କୋର୍ଟରେ ଯାଇଥିବେ ଓକିଲ କେସ୍ ଛିଡାଇବ ନାହିଁ ଜଜ ସଜା ପରେ ଆମେ ଘରେ କଥାବାର୍ତ୍ତା ହେଇଥିଲେ ହେତାବେ ଏବେ ପ୍ରଭୁ ସୁଯୋଗ ଦଉଛନ୍ତି କଥାବାର୍ତ୍ତା ହେଇ ଛିଡାଇ ଦିଅ ଯୋଉଦିନ ମୁଁ ବିଚାର କରିବି କି ନାହିଁ ସେଦିନ ଛିଡବ ଅନୁଗ୍ରହ ସମୟରେ ପ୍ରଭୁ ବିଚାର କରିବେ ନାହିଁ ଆଉ ବିଚାର କଲା ବେଳେ ଅନୁଗ୍ରହ କରିବେ ନାହିଁ ଏବେ ଟାଇମ ଅଛି ଆମର ଜୀବନକୁ ସମୀକ୍ଷା କରିବା ପ୍ରଭୁଙ୍କ ପାଖକୁ ଯିବା ଆରେ କହିବା ପ୍ରଭୁ ମୁଇଁ ଯାହା କରିଛି ଭୁଲ କରିଛି କ୍ଷମା କର 9 ପଦଟି ପଢିବା ପ୍ରାର୍ଥନା କରିବା ପାଇଁ ଯିବା ଯଦି ଆମ୍ଭେମାନେ ଆପଣ ଆପଣ ପାପ ସ୍ୱୀକାର କରୁ ଯଦି ଆମ୍ଭେ ମାନେ ଆପଣା ଆପଣା ପାପ ସ୍ୱୀକାର କରୁ ତେବେ ସେ ଆମମାନଙ୍କ ପାପ କ୍ଷମା ତେବେ କରିବାକୁ ସେ ଆମମାନଙ୍କ ପାପ କ୍ଷମା କରିବାକୁ ଓ ସମସ୍ତ ଅଧର୍ମରୁ ଓ ଆମ୍ଭମାନଙ୍କୁ ସମସ୍ତ ଅଧର୍ମରୁ ଆମମାନଙ୍କୁ ପରିଷ୍କାର କରିବାକୁ ବିଶ୍ୱସ୍ତ ନ୍ୟାୟବାନ ଅଟନ୍ତି ବିଶ୍ୱସ୍ତ ଆଉ ନ୍ୟାୟବାନ ଅଟନ୍ତି ଯଦି ଏବେ ଆମେ ଆମର ପାପକୁ ସ୍ୱୀକାର କରୁଛୁ ଭାଇ ଭଉଣୀ ମାନେ ଆମେ ଧାର୍ମିକ ଜୀବନ କାଟବାର ଅଛି ପ୍ରଭୁ ଭୟ ଜୀବନ କାଟବାର ଅଛି ପାପ ଲୁଚାଇବାର ନାହିଁ ବାଇବେଲ ଗୋଟେ ଭୟଙ୍କର ପଦ ଲେଖା ହେଇଛି ଆପଣ ଯଦି ପଢିବେ ପ୍ରଥମ ପିତର 4 ପର୍ବ ତାର 18 ପଦଟି ପଢିବେ ପ୍ରଥମ ପିତର 4 ପର୍ବ 18 ପଦ ସେ ପଦ ପଢିଲା ପରେ ଡର ଲାଗେ ପିତର ବିଶ୍ୱାସୀ ମାନଙ୍କୁ ଲେଖୁଛନ୍ତି ପ୍ରଥମ ପିତର 4 ପର୍ବ 18 ପଦ ପୁଣି ଧାର୍ମିକ ବ୍ୟକ୍ତି ଯଦି କଷ୍ଟରେ ପରିତ୍ରାଣ ପାଏ କଣଟା ଧାର୍ମିକ ଲୋକ ଯଦି କଷ୍ଟରେ ଏ ଜଗତରୁ ପରିତ୍ରାଣ ପାଇ ଯାଉଛି ଧାର୍ମିକ ଲୋକ ବେଶୀ ଦିନ ଥିଲେ ବିନଷ୍ଟ ହେଇଯିବ ଧାର୍ମିକ ଲୋକ ଯଦି କଷ୍ଟରେ ପରିତ୍ରାଣ ପାଉଛି ତେବେ ଅଧାର୍ମିକ ଓ ପାପୀ ଲୋକ କେଉଁଠାରେ ମୁହଁ ତେବେ ଅଧାର୍ମିକ ଆଉ ପାପୀ ଲୋକ କୋଉଠି ଯାଇ ମୁହଁ ଦେଖାଇବେ ଆମେ ଖ୍ରୀଷ୍ଟିଆନ ଆମେ ବିଶ୍ୱାସୀ ଆମେ ପ୍ରାର୍ଥନା ଯାଉଛୁ ବାଇବଲ ପଢୁଛୁ ବାକ୍ୟ ଶୁଣୁଛୁ ଆମେ ଯଦି କଷ୍ଟରେ ଗଲା ପରା ହେଲେ ବାକି ଲୋକ କେମିତି କରିବେ ତେବେ କେମିତି ଆଜି ସୁଯୋଗ ଆସିଛି ପୁଣି ଥରେ ପ୍ରଭୁଙ୍କ ପାଖକୁ ଯିବା ଆଉ କହିବା ପ୍ରଭୁ ମୋର ଜୀବନରେ ଯଦି କିଛି ଭୁଲ ଅଛି ମତେ କ୍ଷମା କର ଲୁଚାଇବାର ନାହିଁ ରୋଗ ଲୁଚାଇଲେ ବୋଲେ ସୁସ୍ଥ ହିଁ ହେବ ନାହିଁ ପାପ ଲୁଚାଇଲେ ଭୁଲକୁ ଲୁଚାଇଲେ ଓକିଲ ଜିତାଇ ପାରିବ କି ନାଇଁ ଓକିଲକୁ ସବୁ ଖୋଲି କରି କହିବାର ଅଛି ତେବେ ଓକିଲ ଆମକୁ ଜିଣାଇ ପାରିବ ଠିକ ସେମିତି ପ୍ରଭୁଙ୍କ ପାଖରେ ଆମର ପାପ ଖୋଲି କରି କହିଲେ ପ୍ରଭୁ କ୍ଷମା କରିବେ ଲୁଚିବ ନାହିଁ ଭାଇ ଭଉଣୀ ମାନେ ପ୍ରଭୁ ଜାଣିନାହାନ୍ତି କି ପ୍ରଭୁ ସବୁ ପାପ କ୍ଷମା କରିପାରିବେ କିନ୍ତୁ ସବୁ କ୍ଷମା କରିବେ ନାହିଁ ସେ ଯାହା ଆମେ ସ୍ୱୀକାର କରିଛୁ ସେଇଟା କ୍ଷମା କରିବେ ଯାହା ଆମେ କହିଛୁ ସେଇଟା କ୍ଷମା କରିବେ
আমি যা মানিছু হ্যাঁ প্রভু মুই ভুল করেছি সেটা আগে ক্ষমা করবে। আমি লুচাইবা ପାଇଁ চেষ্টা করছু, পাপ লুচব কি ভাই বলি মানে পাপ কেবে লুচে লুচব নাই। আজ রোগକୁ লুচাউছু কালি বড় হয়ে গেলে অসুবিধা। পাটিরে ঘা ହେଇଛି କଣ କରୁଛି ସେ ବାନ୍ଧି ହି କାଟା ହଉଛି। କଣ ହେଲା ରେ ନାଇଁ ଧୁଲି ତ অল বাঁধলি আছি বলছি। পরে কাটবে বাটে জীবকে খান্ডিয়া করে কাটলা পরে কাই হেলা রে কুছ কবি মুই মতে পুনি মাউথ কন্ট্রোল হইଥିଲା বলি করে কହୁଥିଲା বলবো পাতে কইলে কি সব ये सब বেল থাউ থাউ ডাক্তার পাকে যাই ট্রিটমেন্ট করলে ভুলেই যাই হেব কি নাই হেব। মুন্ড দুকা বলে পলাইবার আছে টিউমর মিশা হইতিব সেটা। পেট বতা বলে পলাইবার আছে কোন বলি করি পেট ভিতরে আলসার মিশাই ঘা মিশা হইতিব। নাই দুকা কেবে কেবে হেলানি কেবে কেবে হে নাই এটা বাসি মান্ডিয়া পেজ পিবা পাই কাই কি বতাইলানি বেল পিটাই খাইলি দেখলা বেলে তাকি সিছি গাইছি। পরে ডক্টর পাখে যাই করি 10,000 কি 20,000 ধরি গলে মিশা ডক্টর কইব তুমি 10 লক্ষ খরচ কলে বঞ্চব নাই টাইম এই গলাবে সেমতি আকা হেব সেদিন সে ধনে নরকর যাই কাঁদুছি কি নাই ধ্বনি শুনা জীব নাই। সেদিন সাউল রাজা বি কাঁদুচন্তি সামুয়েল কু ধেরি কাঁদুচন্তি প্লিজ মতে দয়া করো মতে প্রার্থনা করো। সে কইলে প্রভু তোকে ছাড়লে বেয়ার বি প্রার্থনা কলে কিছু হব হেব নাই। আজি বেল অছি প্রভু পাকু ଯିବା নিজ জায়গায় টিকে ঠিয়া হবা। সময় বেশি হয়েছি কাইকি বেশি সময় নেলি বলে ঘরে মিশা গলে তো গরম যদি আরাম